କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ସେ କବିଙ୍କ ବିଷୟରେ ଜାଣିବା କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କଣ ଅଧିକା କହିବି, ତାଙ୍କ ଲେଖା ଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ସେଦିନ ପ୍ରାତଃ ଭ୍ରମଣରେ ବାହାରିଥିଲି ଆମ ଗାଁ ପାଖ ସାବେରୀ ନଈଆଡ଼େ। ବାଟରେ ଦେଖା ହେଲେ ରାଧେଶ୍ୟାମ ବାବୁ। ହସ ହସ ମୁହଁ ତାଙ୍କର ଢେର ମଳିନ ଦେଖାଯାଉଥିଲା। କଣ ହେଇଛି ବୋଲି ପଚାରିଲି। ବହୁ ଅନୁରୋଧ ପରେ ପାଟି ଖୋଲିଲେ ସେ। କହିଲେ, ଶରତ ବାବୁ, କଣ କହିବି ଆପଣଙ୍କୁ। ମିତାଲି ମୋ କଥା କଣ ବୁଝିଲା? ବାପା ମା କେତେ ପରିଶ୍ରମ କରି ପିଲାଙ୍କୁ ମଣିଷ କରନ୍ତି। ପିଲାମାନଙ୍କର ଉନ୍ନତି ହେଲେ ତାଙ୍କର ଶ୍ରମ ସାର୍ଥକ ହୁଏ। ପିଲା ଯଦି ବାପା ମାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଅବାଟ ବାଛିନିଏ, ଦୀର୍ଘଶ୍ୱାସରେ ଚଳିଯାଏ ଜୀବନ। ରାଧେଶ୍ୟାମ ବାବୁଙ୍କର ସେ ଦିନର କଥା ଢେର ଆନ୍ଦୋଳିତ କଲା ମୋ ମନକୁ। ଚାହୁଁ ଚାହୁଁ କବିତାଟିଏ ବାହାରି ଆସିଲା ଲେଖନୀ ମୁନରୁ। ଚାଲନ୍ତୁ ସେଇ ପୃଷ୍ଠଭୂମି ଉପରେ ଆଧାରିତ କବି ଶରତ କୁମାର ଦାସଙ୍କର ସେଇ ମର୍ମସ୍ପର୍ଶୀ କବିତାଟିକୁ ଜାଣିବା। କବିତାର ଶୀର୍ଷକ ହେଉଛି ଦୀର୍ଘ ଶ୍ୱାସ। ନିଜ କର୍ତ୍ତବ୍ୟରେ କେବେ ହେଳା କରି ନାହାନ୍ତି ବାପା ମା। ସବୁ ପିଲାଙ୍କ ପ୍ରତି ସମାନ ନଜର ତାଙ୍କର। ନିଜ ଗୋଡ଼ରେ ଦମ୍ଭ ଆସିଗଲା ପରେ କେତେ ଶୁଣନ୍ତି ବାପା ମାଙ୍କ କଥା। ଦିନେ ବଡ଼ ଭଉଣୀ ଚାଲିଗଲା ଅବାଟରେ ଯେ ବାପା ଦେଖିପାରୁନଥିଲେ ମାଙ୍କ ମୁହଁ, ଆଉ ମା ବାପାଙ୍କୁ। ଅଣ୍ଟି ଛୁରୀ ତଣ୍ଟି କାଟିଦେବ ବୋଲି କେବେ ଭାବିନଥିଲେ ବାପା ମା। ସାହି ପଡ଼ିଶାଙ୍କ ଟାହି ଟାପରା କେତେ ଶୁଣନ୍ତେ। ଶେଷରେ କଣ ଭାବିଲେ ବାପା କେଜାଣି, ପିଲା ଛୁଆଙ୍କଠୁ କେବେ ଦୂରରେ ରହିନଥିବା ବାପା ଚାଲିଗଲେ କୁଆଡ଼େ ଯେ ଫେରି ନାହାନ୍ତି ଆଜିଯାଏ। ବାପାଙ୍କ ବାଟ ଚାହିଁ ଚାହିଁ ଦିନ କଟୁଛି ମାଙ୍କର। ଡାକବାଲା ଦେଖିଲେ ବାପାଙ୍କ ଚିଠି ଆସିଛି ବୋଲି ଧାଇଁ ଯାଆନ୍ତି ଦାଣ୍ଡ ଦୁଆରକୁ। ଖାଲି ହାତରେ ଫେରନ୍ତି ପ୍ରତିଥର। ଏବେ ସବୁ କଥାରେ ଗୁମସୁମ ବସୁଛନ୍ତି ମା। ଭଉଣୀ ଚାଲିଗଲା ଦିନଠୁ ସୁନା ସଂସାର ଚୂନା ହେଇଗଲା। କେବେ ଧୈର୍ଯ୍ୟ ହରେଇ ନଥିବା ବାପା ଘର ଛାଡ଼ିଦେଲେ। ମା ଏସବୁ ସହନ୍ତେ କିପରି? ଏଣେ ଭଉଣୀ ଅୟସ କରୁଛି ପର ଘରେ ଦାସୀ ହୋଇ। ଖବର ଅନ୍ତର ଲୋଡ଼ା ହୁଏନି ବାପା ମାଙ୍କର। ଭାଇ ଭଉଣୀ ମନେ ପଡ଼ନ୍ତିନି। ସାବିତ୍ରୀ ବ୍ରତକୁ ସାବିତ୍ରୀ ଭାର ପଠେଇଥିଲେ ମା। ଭଉଣୀ ଘର କଥା କିଛି ପଚାରି ନଥିଲା। ଝିଅର କଥା ଭାବି ଭାବି କଣ୍ଟା ହେଇଗଲେଣି ମା। ନିଜ ଗଣ୍ଠିଧନ ଗଳା କାଟି ଦିଏ। ଏବେ ବୁଝିଲେଣି ମା। ମୁଁ ବି ବୁଝିଲେଣି। ପିଲା ଅବାଟରେ ଗଲେ ବାପା ମାଙ୍କୁ କେତେ ବାଧେ। ଦୁଃଖର ପାହାଡ଼ ମୁଣ୍ଡେଇ ଜଳିଯାଏ। ଦୁଇଟା ମହାର୍ଘ ଜୀବନ। କେମିତି ଲାଗିଲା କବିତାଟି? ନିହାତି ମର୍ମସ୍ପର୍ଶୀ ହେଇଛି ନା? ତାହେଲେ କଣ କରିବେ ତ ଜାଣିଛନ୍ତି। ଭିଡ଼ିଓ ଟିକେ ଲାଇକ୍ କରିବେ, ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଏଇଭଳି ସୁନ୍ଦର ସୁନ୍ଦର କବିତା ଶୁଣିବା ପାଇଁ, ଜାଣିବା ପାଇଁ। ତାହେଲେ ସବସ୍କ୍ରାଇବ କରିଦେବେ ଆଉ ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବେ। ନୋଟିଫିକେସନ ଅନ୍ ଥିଲେ କବିତା ଅପଲୋଡ ହେଲେ ଆପଣମାନଙ୍କ ପାଖକୁ ନୋଟିଫିକେସନ ପହଞ୍ଚିବ। ତାହେଲେ ଯଦି ଉପସ୍ଥାପନାରେ କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବେ। ଦେଖାହବ ଆଗାମୀ ଅଧ୍ୟାୟରେ। ରହୁଛି ଆପଣଙ୍କ ଉପସ୍ଥାପିକା ଅନାମିକା। ନମସ୍କାର।